This conference will now be recorded. This ଗାନ୍ଧାରୀଙ୍କର conference will now ରହସ୍ୟଜନକ be ବିଚ୍ଛେଦରେ recorded. ଯେତେବେଳେ ମହାରାଜ ଯୁଧିଷ୍ଠିର ଭାଙ୍ଗି ପଡିଥିଲେ ଏବଂ ସେତେବେଳେ ସେ ମଧ୍ୟ ରାଜ୍ୟର ଅନେକ ଗୁଡ଼ିଏ ଅଶୁଭ ସଂକେତ ଅବଲୋକନ କରି ବହୁତ ଦୁଃଖ ଅନୁଭବ କରୁଥିଲେ। ତାଙ୍କର ପ୍ରିୟ ପ୍ରାଣର ପ୍ରଭୁ ଶ୍ରୀକୃଷ୍ଣଙ୍କର ପ୍ରତି ତାଙ୍କର ଯୋଉ ଗଭୀର ପ୍ରେମ ତାଙ୍କୁ ହୃଦୟରୁ ମଧ୍ୟ କହୁଥିଲା ବୋଧହୁଏ ଭଗବାନ ଶ୍ରୀକୃଷ୍ଣଙ୍କୁ ନେଇ କିଛି ଅଘଟଣ ଘଟିଛି। ସେତେବେଳେ ଅର୍ଜୁନ ମଧ୍ୟ ଦ୍ୱାରକା ଯାଇ ସେତେବେଳେ ଫେରି ନଥିଲେ, ତେଣୁ ସେ କୌଣସି ପ୍ରକାର ସଠିକ ଖବର ସେ କୃଷ୍ଣଙ୍କ ବିଷୟରେ ପାଇପାରୁନଥିଲେ। ଶେଷରେ ସେ ତାଙ୍କର ସମସ୍ତ ନିରାଶାର ଅନ୍ଧକାରକୁ ଦୂର କରି ଅର୍ଜୁନ ଫେରି ଆସିଛନ୍ତି। କିନ୍ତୁ ଅର୍ଜୁନଙ୍କ ଠାରୁ ଯୋଉ ଦୁଃଖ ଦାରୁଣ ସମ୍ବାଦ ପାଇଛନ୍ତି ଯେ ଶ୍ରୀକୃଷ୍ଣ ସ୍ୱଧାମ ଗମନ କରିଛନ୍ତି ଏବଂ ସମସ୍ତ ଯଦୁବଂଶ ଧ୍ୱଂସ ହେଇଯାଇଛି ଏବଂ ତାଙ୍କୁ ଆହୁରି ମଧ୍ୟ ମ୍ରିୟମାଣ କରିଛି ଯେତେବେଳେ ସେ ଅନୁଭବ କରିଛନ୍ତି ଯେ ଅର୍ଜୁନଙ୍କର ସେ ଶକ୍ତି, ଯୋଉ ଶକ୍ତି ପାଇଁ ସେ ଗର୍ବ ଅନୁଭବ କରୁଥିଲେ, ସେ ଶକ୍ତି ତାଙ୍କ ପାଖରେ ଆଉ ନାହିଁ। ଶକ୍ତି ମଧ୍ୟ ସେ ଯୋଉ ଅଜେୟ ତା ମଧ୍ୟ ଧୂଳିସାତ ହେଇଯାଇଥିଲା। କାରଣ ଶ୍ରୀକୃଷ୍ଣଙ୍କର ଅନ୍ତ କାଳରେ ଯୋଉ ଲିଖିତ ଆଦେଶ ପାଳନ କରିବା ପାଇଁ ପ୍ରଭୁ ତାଙ୍କୁ ବାରମ୍ବାର କହିଥିଲେ ଯେ ଶ୍ରୀକୃଷ୍ଣଙ୍କର ପାଟରାଣୀ ଅନ୍ୟାନ୍ୟ ପୁରବାସୀଙ୍କୁ ରକ୍ଷା କରିବା ପାଇଁ ସେ ମଧ୍ୟ ଆତତାୟୀଙ୍କ କବଳରୁ ତାଙ୍କୁ ରକ୍ଷା କରିପାରିନଥିଲେ। ବୋଧହୁଏ ଏହା ଶ୍ରୀକୃଷ୍ଣଙ୍କର ସଂକଳ୍ପ ଥିଲା ଏବଂ ଯାହା ଥିଲା ଦୁର୍ଲଙ୍ଘନୀୟ। ଏଇ ବିଷୟରେ ଆଜି ଆମ ପାଖରେ ଅଛନ୍ତି ଆଲୋଚନା କରିବା ପାଇଁ ଆମର ଅତି ପ୍ରିୟ, ଆମ ସମସ୍ତଙ୍କର ଚିର ପରିଚିତ ଡକ୍ଟର ଉମାକାନ୍ତ ସୁବୁଦ୍ଧି। ଆମେ ସମସ୍ତେ ତାଙ୍କୁ ଜାଣୁ, ଓଡ଼ିଶାର ପୁରପଲ୍ଲୀରେ ଏ ନାଁଟି ଅତି ପରିଚିତ, କିନ୍ତୁ ତାଙ୍କର ବହୁତ ଗୁଡ଼ିଏ ପରିଚୟ ଅଛି ଏବଂ ଆଜିର ଏଇଭଳି ଏକ ବିଶିଷ୍ଟ କାର୍ଯ୍ୟକ୍ରମରେ ଘରେ ଘରେ ଯେତେବେଳେ ଓଡ଼ିଶାର ପୁରପଲ୍ଲୀର ଲୋକମାନେ ଏ କାର୍ଯ୍ୟକ୍ରମରେ ଆମ ସହିତ ଯୋଡ଼ି ହେଇଛନ୍ତି, ଭାଇଙ୍କର ବିଷୟରେ ସମସ୍ତେ ସଠିକ ପରିଚୟ ଜାଣିବାର ନିହାତି ଆବଶ୍ୟକ ରହିଛି। ଭାଇ ଆମର ଯୋଉ ରହିଛି ଭୁବନେଶ୍ୱର ସ୍ଥିତ IMMT ଇନଷ୍ଟିଚ୍ୟୁଟ ଅଫ ମିନେରାଲ ଆଣ୍ଡ ମ୍ୟାଟେରିଆଲ୍ସ ଟେକ୍ନୋଲୋଜି, ସେଠି 209ରୁ ଅଧ୍ୟାବଧି ବୈଜ୍ଞାନିକ ଭାବେ ସାଇଣ୍ଟିଷ୍ଟ ଭାବରେ କାର୍ଯ୍ୟରତ ଏବଂ ସମଗ୍ର ରାଜ୍ୟ ସଂଗଠନ ବା ସମଗ୍ର ସତ୍ୟସାଇ ସଂଗଠନ କେବଳ ଓଡ଼ିଶା ନୁହେଁ ସମଗ୍ର ଦେଶରେ ତାଙ୍କୁ ନେଇକି ଗର୍ବ ଅନୁଭବ କରିଥିଲା। ସେ ସମୟ ଥିଲା 2016 ମସିହା ଯେତେବେଳେ ଭାଇ ଆମ ସମସ୍ତଙ୍କୁ ଗର୍ବିତ କରି ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡ ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ ଠୁ ପାଇଥିଲେ। ସେତେବେଳେ ସମସ୍ତ ସତ୍ୟସାଇ ଫ୍ରାଟର୍ନିଟି ବା ସତ୍ୟସାଇ ଅର୍ଗାନାଇଜେସନ ତାଙ୍କୁ ନେଇ ଗର୍ବିତ ଅନୁଭବ କରିଥିଲା। ଏ ଯାତ୍ରା ଆରମ୍ଭ ହେଇଥିଲା 2010ରୁ। ଭାଇ 2009ରେ ସାଇଣ୍ଟିଷ୍ଟ ଭାବରେ IMMT ରେ ଜଏନ କରିଥିଲେ, କିନ୍ତୁ 2010ରେ ସେ ଓଡ଼ିଶା ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡ ମିନିଷ୍ଟ୍ରି ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଗଭର୍ଣ୍ଣମେଣ୍ଟ ଅଫ ଓଡ଼ିଶାଠୁ ମଧ୍ୟ ପାଇଥିଲେ। ମୁଁ ସେ ଯାତ୍ରା ଅଦ୍ୟାବଧି ମଧ୍ୟ ଚାଲିଛି। ଅନେକ ରିସର୍ଚ୍ଚ ବୈଜ୍ଞାନିକ ଭାବେ ଅନେକ ରିସର୍ଚ୍ଚ ସେ ବିଷୟରେ ଆଲୋଚନା କଲେ ହୁଏତ ବହୁତ ସମୟ ଯିବ। ଆଜି ମଧ୍ୟ ତାଙ୍କର ରିସର୍ଚ୍ଚ ଚାଲିଛି ଏବଂ ସତ୍ୟସାଇ ସଂଗଠନ ପାଇଁ ସେ ଜଣେ ଗର୍ବ ଏବଂ ଗୌରବର ଅଧ୍ୟାୟ ସବୁବେଳେ ଲେଖି ଆସିଛନ୍ତି। ସେ ମଧ୍ୟ ଆମର ପୂର୍ବତନ ରାଜ୍ୟ ଯୁବ ସଂଯୋଜକ ଥିଲେ ଏବଂ ତାଙ୍କ ସମୟରେ ଆମେ ଯାହା ଅନୁଭବ କରିଛୁ କିଭଳି ଭାବରେ ଯୁବପିଢ଼ି ମାନଙ୍କର ଆଧ୍ୟାତ୍ମିକ ବିବର୍ତ୍ତନ ଘଟିବ ସେ ବିଷୟରେ ଭାଇ ସବୁବେଳେ ଆମ ସମସ୍ତଙ୍କୁ ବାର୍ତ୍ତା ଦଉଥିଲେ। ଭାଇଙ୍କ ସହିତ ପରିଚୟ ମୋର ଅତି ପୁରୁଣା। ବାଣୀ ବିହାର ସମୟରୁ ତାଙ୍କର ଜଣେ ଜୁନିୟର ହିସାବରେ ମୁଁ ରହି ଆସିଥିଲି ଏବଂ ତାଙ୍କର ଯୋଉ ମାର୍ଗଦର୍ଶନରେ ଆମେ ସମସ୍ତେ କାର୍ଯ୍ୟ କରି ଆସୁଥିଲୁ, ସେଦିନକୁ ଆଜି ଯେତେବେଳେ ମୁଁ ମନେ ପକାଏ ମୁଁ ବହୁତ ଖୁସି ଅନୁଭବ କରେ। ବର୍ତ୍ତମାନ ସେ ରାଜ୍ୟ ସଂଗଠନ ଯୋଉ ଗ୍ରୀଷ୍ମକାଳୀନ ସମର ଶିକ୍ଷା କାର୍ଯ୍ୟକ୍ରମ ଚାଲିଛି, ଭାଇ ତାର ସଂଯୋଜକ ଭାବରେ କାର୍ଯ୍ୟରତ। ଆଜି ଏଇଭଳି ଏକ ମୁହୂର୍ତ୍ତରେ ଆମେ ଭାଇଙ୍କୁ ପାଇ ସମସ୍ତେ ଭାରି ଖୁସି। ମୁଁ ବର୍ତ୍ତମାନ ବିଶେଷ ସମୟ ନ ନେଇ ଆମର ଭାଇ ଡକ୍ଟର ଉମାକାନ୍ତ ସୁବୁଦ୍ଧିଙ୍କୁ ଅନୁରୋଧ ରଖିବି ଆଜିର କାର୍ଯ୍ୟକ୍ରମକୁ ଆରମ୍ଭ କରିବେ। ଜୟ ସାଇରାମ। ओम प्रतिवासाय विद्महे प्रेम रूपाय धीमहि तन्न साई प्रचोदयात्। सर्वंतर्यामी सर्वहृदयवासी सनातन सारथी प्रभु सत्य साई का कमल चरण शतकोटि प्रणाम सह उपस्थित मोर पूज्य नमस्य गुरुजन, अति प्रिय भाई भौणी, ओडिशार विभिन्न जिला समिति एवं अन्यान्य एमाने भगवत पिपासु कृष्ण रस पान करिया व्याकुल थिबा हृदय को
मोर अंतरर प्रणाम एवं साईराम। जहाँ विमल भाई सूचना देले श्री सत्य सही भक्ति सुधारस भागवत पारायणर चतुर्थ संध्यारे ये पृष्ठा गुड़िक जिते आम खोलुले ये प्रत्येक पृष्ठा आम हृदय को भगवान सहित संयुक्त करिवारे सहायक। निर्दिष्ट केते गुड़े पृष्ठा अच्छी जो पृष्ठा आम अश्रु धौत कर देछि। बारंबार से पृष्ठा आम अवलोकन करू देखू पढ़ू आपे आपे अजाणतरे आखिर लुह आसी जाए। से भली दुईटी विषय आज आलोचना करने को समय आम समस्ते इंद्रप्रस्थ जाऊचे। इंद्रप्रस्थर चिंताग्रस्त युधिष्ठिर जी के अनेक अशुभ सूचना को चिंता करी मर्माहत। गोटे पटे धृतराष्ट्र एवं गांधारी वियोग हो सारी थाए। राज्यरू राज्यांतर हो जाइछन्ति। विद्रोह तांकु नहीं सारी बोले आम काली शुणुले। परवर्ती समय से देह रक्षा करिछन्ति। अपर पक्षरे राज्यर विभिन्न जगार प्रत्यक्ष एवं परोक्ष भाव में अनेक अनाचार अनीति ये सब दृश्य आखि आगे जो आसूची से बहुत चिंतित अछंती एवं बारंबार मन पड़ुची तांकर सखा प्रिय श्रीकृष्ण कहते श्रीकृष्ण देह त्याग पर कली प्रवेश कर सब दृश्य देखी मन भीतर आसुए सते कौन कली प्रवेश कलानी सते कौन कृष्ण स्वधाम को फेरी गलानी। किंतु जेहेतु द्वारकारु कौन सी खबर आसी न थाए ये चिंतार कारण दिन को दिन बढ़िबार लगी। अन्यान्य भाई माने मध्य राजांकर यही जीर्ण शरीर को देखी चिंतित थिले। 7 मास परे बाटरे फेरुछंती द्वारकार फेरुछंती अभुक्त अर्जुन कृष्ण वियोग रे कृष्ण स्वधाम यात्रा पत्र ये संदेश आनी से बाटरे जो अत्याचार हेले एवं सुरक्षा करि पारले नहीं निर्बल दुर्बल भाव रे फेरुछंती से अभुक्त अछंती एवं खाली समाचार दबा पे मते से बंची थिले एवं युधिष्ठिर आसी से समाचार दउछंती। एमती ए दुईटी अध्याय गोटे दिनर आलोचना ए दिनर आलोचना बढ़ी चलला एवं संध्या हो जाइछि। संध्या परे अर्जुन प्रवेश करुछंती एवं राति सारा ए पांडव माने विनिद्र कुंती सेपटे मध्य अपेक्षा करछंती अर्जुन आसिछंती बोले खबर पाइछंती किंतु तांका पाखु आसिनांती सी मध्य राति सारा सोई नांती। ये गोटे दिन गोटे रात्रि रो कहानी ए दुईटी अध्याय रे वर्णना कराइछि। तथापि कहानी सरिनी ता पर अध्याय आसंता काली मध्य हम सुनिबा जहा सब आलोचना अछि। अनेक थर आमे जन्म नौ मृत्यु लाभ करू मध्य किंतु महापुरुषंक मांगर जन्म रो मृत्यु न थाए। से जन्मर अमर चरित्र अन्य मानक जीवनर चरित्र निर्माण पर सहायक हो। अनेक दिन आसे हो जाए किंतु जीवन एमती गोटे दिन और राति आसे ता सब दिन रही जाए सेमती गोटे दिन एवं रात्रिर द्वापर जुगर गोटे दिन और रातिर विषय आज आलोचनार विषय एवं जहाँ आम शुणिले ये अशुभ सूचना गुड़िक जहाँकि युधिष्ठिर विव्रत करुला व्यस्त करुला चिंतार कारण होता केवल राष्ट्रीय बा देशर नथिला सामाजिक स्तर रे पारिवारिक स्तर रे व्यक्तिगत स्तर रे ये अशुभ सूचना लक्ष्य करा जाउथि। तथा व्यक्तिगत भाव रे युधिष्ठिर देखुछंती जने ब्राह्मण क्षीर और दही बिकुछंती। यह थिला
युधिष्ठिर मतरे कलिर प्रवेश जो ब्राह्मण भगवान कहती से द्विथर जन्म हुए द्विज गायत्री मंत्र पाठ करे वेद पाठ करे एवं ब्रह्म दर्शन करे से ब्राह्मण हुए तार अवस्था यह से क्षीर दही बिकुछि संध्या बंधन समय अग्नि संयोग कला बेले युधिष्ठिर दीप लगुनि जेते चेष्टा करुछिन लागुनि ये अशुभ सूचना व्यक्तिगत भाव में युधिष्ठिर अनुभव करुछिन कलि प्रवेश कर ये जो संधिक्षण सत्य त्रतीया द्वापर पर कलिजुग आसुची द्वापर रु कलि प्रवेश वर्तमान आम जो अवस्था अच्छे गोटे संधि समय भगवान अनेक थर कही आसते सुवर्ण जुग सत्य जुग प्रतिष्ठा करने अवतार नहीं आसछन्ति एवं ये कलि जुगर सत्य जुग भगवान हुए तीन थर अवतार श्रेणी अवतार सत्यसाई अवतार एवं प्रेम अवतार आसवे एवं आहार ये कलि जुगर सत्य जुग को आम जाऊे यही अवस्था आम अनेक शुभ संकेत पाचे जमी युधिष्ठिर अशुभ संकेत पाते शुभ संकेत गुड़िक किछि वर्ष पूर्वे मु रायगढ़ जाइथिली सेठी गोटे भजन मंडल को कौन प्रकार जीवार सुजोग मिलता एवं सेठी जड़े भौणी कहले भाई मु शुणुची भगवान वेद शिक्षा करने परामर्श दौरान मोर बहुत इच्छा वेद शिक्षा करने मो पाखे जड़े भाई बसते जे कि बोधे नहीं जाइए मत से कहले भाई से भौणी जन पाठ पढ़ी जानी ना दस्खत करना से अशिक्षित नारी जड़े किसी पाठ पढ़ना सी कौन वेद शिक्षा करें आम तो भगवान कहते आम जानू वेद श्रुति एवं से भौणीकर जी पाठ पढ़ा जानी ना अशिक्षित तांकर भीतर जो आग्रह वेद शिखापी जहाँकि ब्राह्मण मान शिखा कथा जो कलि प्रवेश हो ब्राह्मण मान क्षीर दही बिकुले वर्तमान समय वेदर प्रसार एत अधिक होती खाली ओडिशा कहीं भारत वर्ष विश्व में अशिक्षित नारी माने एवं भाई माने समस्त वेद शिक्षा ग्रहण करुछन्ति सेठी आमे आलोचना कलु प्रत्येक दिन जड़े भाई गले एवं से जगह वेद शिक्षा देले एवं प्राय मासे परे से भौणी बाकी लोक मान वेद शिक्षा देले यह कलि जुगर सत्य जुगर गोटे संकेत किछि वर्ष पूर्वे आईआईटी भुवनेश्वर प्रथम कन्वोकेशन आम आईएमएमटी होता एवं सेठी जोग देवार सुजोग मिलता प्रथम कन्वोकेशन जेहेतु आम ऑडिटोरियम होता सेठी कन्वोकेशन आरंभ होता वेद मंत्र उच्चारण बोधे प्रथम आईआईटी जार कन्वोकेशन पिला माने 15 मिनिट धरी वेद उच्चारण करथिले ताहा कलि जुगरु सत्य जुग को गोटे संकेत एवं शुभवार्ता द्वितीय पारिवारिक घटना युधिष्ठिर जहाँ देखिथिले पूर्वर धर्मराज जो सत्य धर्मर विजय हुए सेठी द्वारे द्वारे ताला पड़िलानी लोक मानकर भय आसलानी काले चोरी हो चोरी हवा ताला पड़िबा दृश्य युधिष्ठिर प्रथम थर देखुछन्ति ताहा भीतर शंका अधिक अधिक होउची सत्य निश्चय कलि प्रवेश कलानी एवं लोक मान भीतर संदेह सृष्टि हेलानी के कहा भीतर विश्वास करूनांती अविश्वास धीरे धीरे बढ़िबार लागिछि एवं स्वामी स्त्री मध्य कलह होउची स्त्री स्वामी को कहउछन्ति जे मु घर छाड़ी कि बाप घर को पळेबी एवं एभली घटना केबे न्यायालय बा राजदरबार को आसी नथिला काली शुणुछन्ति युधिष्ठिर एमिति गोटे खबर आसीछि जड़कि पति पत्नी मध्य द्वंद्व लागिछि एवं से कथबार्ता रु से माने बाप घर को पळेबा भौणी जण कहउछन्ति पारिवारिक द्वंद्व एवं अविश्वास बढ़ी चली कलिर प्रवेश सूचना मात्र अपर पक्षरे वर्तमान परिस्थिति आम कलि जुगर सत्य जुग जो जाऊे आम देखुचे प्रशांति आम जाऊे बहुत पूर्व गछ तले लोक मैंने शोले सेट्रे खोलार शोले किसी ताला नाला जो गाँव रू लोक मैंने जाकि प्रथम से दृश्य देखती से भावती सत्य कौन सत्य जुग फेरी आसला कि ये दृश्य केवे आम देखी नथिले प्रशांति भगवान अवतरण करते महाविष्णु महिविष्णु अवतरण करी कलि जुगर सत्य जुग को प्रवाह को उन्मोचन करते इठी पति पत्नी मध्य कलह ना सहयोग हाथ नहीं उभय जाउछन्ति प्रशांति सेवा करिया को भौणी माने बाल विकास गुरु भाव हो वेद प्रशिक्षण सेवार हो माने जोग दउछन्ति या सुवर्ण जुगर प्रतिष्ठार संकेत रहता कौन सामाजिक दृष्टिकोण देखिले युधिष्ठिर देखुछन्ति गोटे गाई ता बाछुरी को जन्म करुछि एवं आमे देखिजे से दृश्य हठात से बाछुरी
ଲାଳନ ପାଳନ କରିବା ପାଇଁ ଗାଈ ତାକୁ ଚାଟି ପକାଏ, ଲାଳ ସବୁ ଚାଟି ଦିଏ ଏବଂ ସେ ବାଛୁରୀକୁ ଟିକେ ସତେଜ କରେ, ତାର ଟିକେ ସମ୍ବଳ ଦିଏ, ତାକୁ ବଳ ଦିଏ ଏବଂ ସେ ଧୀରେ ଧୀରେ ଗୋଟେ ଗୋଡ ଦୁଇ ଗୋଡ ଏମିତି କରି ଠିଆ ହୁଏ, ପୁଣି ପଡିଯାଏ, ପୁଣି ଛିଡା ହୁଏ ଏବଂ ତାକୁ ବହୁତ ସମୟ ଚାଟି ତାର ମେରୁଦଣ୍ଡକୁ ଯେତେବେଳେ ସିଧା କରେ, ଚାଟି ଚାଟି ସମ୍ବଳ ଦିଏ, ଶକ୍ତି ଦିଏ, ପ୍ରେମ ଦିଏ, ଆଦର ଦିଏ, ସିଏ ଛିଡା ହୁଏ ଏବଂ ସ୍ତନ୍ୟପାନ କରେ। ପ୍ରଥମେ କ୍ଷୀର ଖାଏ ଏବଂ କ୍ଷୀର ଖାଇଲା ପରେ ତାକୁ ଟିକେ ନିଦ ହେଇଯାଏ, ବିଶ୍ରାମ ନିଏ, ପୁଣି ଉଠେ ଏବଂ ସିଏ ଦୌଡେ, ତାପରେ ବଢି ଚାଲେ। କିନ୍ତୁ ସେଦିନ ଦୃଶ୍ୟ ଦେଖୁଛନ୍ତି ଯୁଧିଷ୍ଠିର ସେ ବାଛୁରୀକୁ କ୍ଷୀର ଦେବା ପରିବର୍ତ୍ତେ ତାକୁ ସେ ହତାଦର କରୁଛି। ଏ ଦୃଶ୍ୟ ଦେଖି ଯୁଧିଷ୍ଠିର ବହୁତ ମ୍ରିୟମାଣ ହେଇଗଲେ, ଦୁଃଖୀ ହେଇଗଲେ, ଭାଙ୍ଗି ପଡିଲେ। ସତରେ କଣ ଗୋମାତା, ଏଇ ଗୋମାତାର ପ୍ରେମ ଏ ବାଛୁରୀ ଛୁଆଟି ପାଇପାରୁନି? ଯଦି ମାତା ମାନଙ୍କର ପ୍ରେମ ହଜିଯିବ ତାହେଲେ ତ କଳି ପ୍ରବେଶ ନିଶ୍ଚୟ କରିସାରିଲାଣି। ହୁଏତ କୃଷ୍ଣ ଆଉ ଏ ଧରାଧାମରେ ନାହାନ୍ତି ଏବଂ ପ୍ରଣାମ କରୁଛନ୍ତି। ଏ ଦୃଶ୍ୟ କେମିତି ବା ଭୁଲିଯିବେ? ଏ ଦୃଶ୍ୟ ପ୍ରକୃତିର ବିରୋଧୀ। ଏବଂ ଅପରପକ୍ଷରେ ମହିଳାମାନେ ଯିଏକି ଘର ବାହାରକୁ ବାହାରୁ ନଥିଲେ, ସେତେବେଳେ ଦେଖୁଛନ୍ତି ବାହାରେ ମହିଳାମାନେ ବଜାର ଘାଟରେ ବୁଲୁଛନ୍ତି ଏବଂ ରାଜାଙ୍କୁ ଦେଖିଲେ ମଧ୍ୟ ତାଙ୍କ ଭିତରେ ସଂକୋଚ ଆସୁନାହିଁ, ସେ ଘର ଭିତରକୁ ପ୍ରବେଶ କରୁନାହାନ୍ତି, ବରଂ ପୁରୁଷ ମାନଙ୍କ ସହିତ ମହିଳା ମାନଙ୍କ ସହିତ କଥାବାର୍ତ୍ତାରେ ଲାଗିଛନ୍ତି। ଏଭଳି ଦୃଶ୍ୟ ବଜାର ଘାଟରେ ବୁଲୁଥିବା ମହିଳା ମାନଙ୍କୁ ଦେଖି ଯୁଧିଷ୍ଠିର ଭାବୁଛନ୍ତି ଏ କଳି ପ୍ରବେଶ କଲାଣି ଏବଂ କାହାକୁ କହିପାରୁନଥାନ୍ତି। କିନ୍ତୁ ଭିତର ଦରଦ ଏତେ ଅଧିକ ଥାଏ, କୃଷ୍ଣ ଥିବା ସମୟରେ ଏମିତି ଦୃଶ୍ୟ କେବେ ଦେଖିନଥିଲେ। ଏତେ ବର୍ଷ ଭିତରେ ଆମେ ଯେତେବେଳେ କୃଷ୍ଣଙ୍କ ସହିତ ଥିଲୁ, କେବେ ଏମିତି ଦୃଶ୍ୟ କେବେ ଆମ ଆଖିରେ ପଡିନି। କିନ୍ତୁ କାହିଁକି କେଜାଣି ଏଇ ଦୃଶ୍ୟ ଗୁଡିକ ବାରମ୍ବାର ଦିନକୁ ଅନେକ ଥର ଏଇ ଦୃଶ୍ୟ ମୋ ଆଖି ଆଗରେ ପଡୁଛି ଏବଂ କାହାକୁ କହିପାରୁନଥାନ୍ତି। କିନ୍ତୁ ଏଇ ଦୃଶ୍ୟ ତାଙ୍କୁ ଭଗବାନଙ୍କର ବିରହର କଷ୍ଟ ଅଧିକରୁ ଅଧିକ କରୁଥିଲା ଏବଂ ଏଇ କଷ୍ଟକୁ ଭଗବାନ ବର୍ଣ୍ଣନା କରୁଛନ୍ତି। ନଖ ମୂଳ ଟିକେ ଆମେ ଯେତେବେଳେ ନଖ କାଟୁଛେ, ଯଦି ଅଧିକା ଟିକେ କାଟି ହେଇଯାଏ କେତେ କଷ୍ଟ ହୁଏ ଏବଂ ସେଠି ଯଦି ଏଇ ଜାଗାରେ ଗୋଟେ ଛୁଞ୍ଚି ବା ଲାଗିଯାଏ ବା କଣ୍ଟା ପଶିଯାଏ ଆହୁରି କଷ୍ଟ ହୁଏ। ସେଇ ପରିମାଣର କଷ୍ଟ ଯୁଧିଷ୍ଠିର ଅନୁଭବ କରୁଥିଲେ। ବର୍ତ୍ତମାନ ସ୍ତରରେ ଦେଖିଲେ କେହି ଆମେ ନିଶ୍ଚୟ ଦେଖି ସାରିବାଣି, ଅନୁଭବ କରୁଛେ ଯେ କୁକୁର ବିରାଡି ମାନେ ଅନ୍ୟ ଶାବକ ମାନଙ୍କୁ ଲାଳନ ପାଳନ କରୁଛନ୍ତି। ଏଇ ଆଜିକାଲିର ଦୃଶ୍ୟ ଏଇ କଳି ଯୁଗରୁ ସତ୍ୟ ଯୁଗକୁ ପ୍ରବେଶର ସାମାଜିକ ଦୃଷ୍ଟିଭଙ୍ଗୀ ମଧ୍ୟ ବଦଳିଲା। ମହିଳା ଓ ପୁରୁଷ ମାନଙ୍କର ବସିବା ସ୍ଥାନ ଭଗବାନ ପ୍ରଥମରୁ ହିଁ ଭିନ୍ନ କରିଦେଇଥିଲେ। ତାଙ୍କ ଭିତରେ ସମ୍ପର୍କ କଥାବାର୍ତ୍ତା ଭଗବାନଙ୍କୁ ପସନ୍ଦ ନୁହେଁ। ସେଥିପାଇଁ ପ୍ରଥମେ ଅନନ୍ତପୁର କ୍ୟାମ୍ପସ ମହିଳା କ୍ୟାମ୍ପସ ବହୁତ ଦୂରରେ ଏବଂ ବୃନ୍ଦାବନ କ୍ୟାମ୍ପସ ପ୍ରଶାନ୍ତ ରେଳମ କ୍ୟାମ୍ପସ ପ୍ରଶାନ୍ତ ରେଳମରେ ଥିଲା ଏବଂ ବହୁତ ଦୂରତା ସହିତ, ଯେମିତିକି ମହିଳା ମାନେ ପୁରୁଷ ମାନେ ଅଲଗା ବସିବେ। ଆମ ସମିତିରେ ମଧ୍ୟ ସେଇ ଶୃଙ୍ଖଳା ବହୁ ଦିନରୁ ଧରି ରହି ଆସିଛି ଏବଂ ଏ ଶୃଙ୍ଖଳାକୁ ଭଗବାନ ବେଶ ଭଲ ପାଆନ୍ତି। ସ୍ୱାମୀ ଚାହାନ୍ତି ଏମିତି ଗୋଟେ ଶୃଙ୍ଖଳା ଆସୁ। ଏ ଶୃଙ୍ଖଳାକୁ ଆହୁରି ବଳବତ୍ତର କରିବା ପାଇଁ ବୋଧେ କରୋନା ମାଧ୍ୟମରେ ଆମ ଡିଷ୍ଟାନ୍ସ ବା ଦୂରତ୍ୱ ଏତେ ବଢିଯାଇଛି, ଫିଜିକାଲ ଡିଷ୍ଟାନ୍ସ ବଢିବା ସହିତ ଆମର ଆଧ୍ୟାତ୍ମିକ ଅନ୍ତରଙ୍ଗତା ଭଗବାନଙ୍କ ସହିତ ବଢିଛି। ଏହା ହୁଏତ ଏଇ ସତ୍ୟ ଯୁଗର ପ୍ରବେଶର ଗୋଟିଏ ଲକ୍ଷଣ। ବର୍ତ୍ତମାନ ଆମେ ରାଷ୍ଟ୍ରୀୟ ସ୍ତରକୁ ଦେଖିବା, ଯୁଧିଷ୍ଠିର ଅନୁଭବ କରୁଛନ୍ତି ଅନ୍ୟାୟ, ଅନ୍ୟାଚାର, ଅକର୍ମ ଜନିତ ବିବାଦ ଗୁଡିକ ନ୍ୟାୟାଳୟକୁ ବେଶୀ ଆସିଲାଣି ଏବଂ ସେମାନେ ଜୋର କରି କହୁଛନ୍ତି ଏ ଅନ୍ୟାୟ ଗୁଡିକ ହିଁ ନ୍ୟାୟ, ଅନାଚାର ଗୁଡିକ ହିଁ ଆଚାର ସଦାଚାର ଏବଂ ଅକର୍ମ ଗୁଡିକ ହିଁ ସୁକର୍ମ ବୋଲି ବିବେଚନା କରାଯାଉଛି। ତାହା ଯୁଧିଷ୍ଠିରଙ୍କୁ ବହୁତ ଦୁଃଖ ଦଉଛି ଏବଂ ଏଭଳି ପରିସ୍ଥିତିରେ ଲୋକମାନଙ୍କୁ ଯେ କେମିତି ସେ ଠିକ ରାସ୍ତାରେ ନେବେ ସେଥିପାଇଁ ସେ ବ୍ୟସ୍ତ ହଉଛି। ଏପଟେ ସହଦେବ ମଧ୍ୟ ଚେଷ୍ଟା କଲେ, ତାଙ୍କ ଅଶ୍ୱଶାଳାରେ ଅଶ୍ୱମାନଙ୍କର ଆଖିରୁ ଅନବରତ ଲୁହ ଝରି ଚାଲିଛି। ଗୃହପାଳିତ ପଶୁମାନେ ଯଦି ଅସୁଖୀ ରୁହନ୍ତି, ଗାଁ ଗହଳିରେ ମାନେ ଲୋକମାନେ ମଧ୍ୟ ଆମେ ଦେଖିଛେ, ଆମ ଗାଁରେ ମଧ୍ୟ ସମସ୍ତେ ଅନୁଭବ କରିଥିବେ, ଯଦି ଗାଈ ଗୋରୁ କିଏ ରଖିଛନ୍ତି, ଛେଳି ମେଣ୍ଢା ବି ରଖିଛନ୍ତି, ତାଙ୍କ ଆଖିରୁ ଯଦି ଲୁହ ଆସେ, ଗୃହପାଳିତ ପଶୁମାନଙ୍କର ଯଦି ଆଖିରୁ ଲୁହ ଆସେ, ଘରକୁ ଗୋଟେ ବଡ ବିପତ୍ତି ଅଛି ବୋଲି ବୁଝା ପଡେ। ଏବଂ ଯେତେବେଳେ ଏ ରାଜ ଦରବାରରେ ଅଶ୍ୱମାନଙ୍କର ଆଖିରୁ ଅନବରତ ଲୁହ ଆସୁଛି, ସହଦେବ ବିଭିନ୍ନ କାରଣରୁ ଯାହା ଯେମିତି ତାଙ୍କର ଯତ୍ନ ନେଲେ ମଧ୍ୟ ଆଖିରୁ ଲୁହ ବନ୍ଦ ହେଇପାରୁନି, ସେତେବେଳେ ଯୁଧିଷ୍ଠିର ଅନୁଭବ କରୁଛନ୍ତି ଏଇ ହୁଏତ କଳି ପ୍ରବେଶ କଲାଣି ଏବଂ କୃଷ୍ଣ ହୁଏତ ଆଉ ନାହାନ୍ତି। କାରଣ କୃଷ୍ଣ ବାରମ୍ବାର କହିଥିଲେ ତାଙ୍କର ଅବର୍ତ୍ତମାନରେ ସ୍ୱଧାମ ଯାତ୍ରା ପରେ ହିଁ କଳି ପ୍ରବେଶ କରିବ ଏବଂ ସ୍ଥାନେ ସ୍ଥାନେ ମଧ୍ୟ ରକ୍ତ ବୃଷ୍ଟି ହଉଛି ବୋଲି ଯୁଧିଷ୍ଠିର ଖବର ପାଇଲେଣି, ଯାହାକି ବହୁତ ଅଶୁଭ ସଂକେତ ଗୋଟିଏ ରାଜ୍ୟ ପ୍ରତି। ଏପଟେ ପଟେ ଆମେ ଯଦି ଦେଖିବା ବର୍ତ୍ତମାନ ପରିସ୍ଥିତିକୁ ନେଇ
आमे कली जुगर सत्य जुग को प्रवेश करूचे भगवान कृपारू श्री सत्य साई सेवा संगठन माध्यम राष्ट्रीय नारायण सेवा हो राज्य राज्य भितर एपरिकी राजनैतिक स्तर में समन्वय बुझाणा सद्भाव देखा मिलूँ से हूँ विभिन्न बात्या बन्या द्वारा क्लिष्ट जगह को हो ताकू नहीं ताहा गोटे माध्यम मात्र किंतु परस्पर सद्भाव एवं समन्वय लक्ष्य करने ही गोटे सत्य जुगर बड़ संकेत एबे भी आम संगठन तरफ बन्या बात्या प्रपीड़ित अंचल को सेवा कार्य आम जाऊे एवं सेठी प्रेम वृष्टि होची सेवा होची ताही भगवान कर अमृत वर्षा ए संधि मुहूर्त रे जड़े कली जुगरु आम सत्य जुग को जाऊे आम हृदय संप्रसारित होची अवतार आसुचंती बारंबार अवतार आसी बोली भगवान कहिथिले एवं सेपटे अवतार आसी फेरी जाउचंती सी दुख केते कष्ट ताहा से समय थिबा लोक ही अनुभव करि परिबो कि भगवान जो भाव वर्णना करछंती ये भागवत बाहिनी रे आमक मध्य से स्तर को नहीं जाउछंती एवं आखिरे लोह आपे आसी जाउची से पढ़िबा समय आखिरे लोह जल आसी जाए बही देखा जानी पढ़िबा पई मध्य समस्त अनुभूति थी ये विषय गुड़िक वर्णना एत मर्म हृदय स्पर्शी होती एवं हृदय विदारक मध्य जे कष्ट समय रे भगवान कर विरह रे कष्टर परिमाण केते अधिक ता अनुभव कर सेतेबेले ये सब कथा वर्णना करुछंती भीम नकुल सहदेव युधिष्ठिर पाखरे थांती युधिष्ठिर कहते भाई ये सब संकेत आप देखिथिबे किंतु किछि शासन श्रृंखला व्यवस्था करदेले ये सब असुविधा दूर हो जिवो आमे भाई माने एते वीर थाउ थाउ आपण एबे दुख करबो अनुचित हमको परामर्श दियंतु आमर जदि किछि भूल अछि बा जदि शासन व्यवस्था किछि परिवर्तन दरकार ता कले ये सब सुविधा हो जिवो किंतु युधिष्ठिर कहउछन तुम जेमती बुद्धि विवेचना बुद्धि विवेक सहित आलोचना करूछ मु मध्य कथा को बहुत थर भाविची ये सब काम कले हुए तो श्रृंखला आसीबरी शांति प्रतिष्ठा हेबो प्रेम सद्भाव बढ़िबो विश्वास मध्य जन्मी परिबा किंतु जेते चेष्टा कले मध्य मो मन को बुझी पारुनी बारंबार से चिंता मते गभीर गभीर गभीरतरु दुख को नहीं जाउची एवं भाबुची असल कथा हला बोधे कृष्ण आउ नाहंती एवं ए संसार छाड़ी से चली गलानी एपटे अर्जुन जाइछंती प्राय 7 मास हे गलानी से फेरी नाहंती अर्जुन को किछि विपद हेति बोली मु गाय भाबुनी कारण से भली वीर कि नाहंती अर्जुन को किछि असुविधा हे पारे जदिबा किछि अर्जुन को असुविधा हे थांदा वासुदेव निश्चय हमकु वार्ता दे पठै थांते तो अर्जुन निश्चय भले अछंती केवल मोर संदेह वासुदेव को ऊपर कारण वासुदेव जदि किछि असुविधा हे थाए से कारण हुए तो इति अशुभ संकेत मु देखिबा पाउछि ए कथा सुने युधिष्ठिर को यदि कहा हे था तबे मते आदेश दियंतु एही खणे मो द्वारका जीवी एवं द्वारकार असुविधा कौन अच्छी बा भल मंद वार्ता नहीं आसबि एवं आपणकर सब संदेह दूर हो जिवो एवं जदि किछि हम राज्यर असुविधा अछि ताको हम दूर करि परिबा ए युधिष्ठिर एवं भीम कथन समय नकुल सहदेव स्तंभीभूत होउछंती युधिष्ठिर जेते बुझेले मध्य युधिष्ठिरकर अबुझा मन एवं भगवान प्रति दृढ़ आकर्षण भगवान प्रति विरह जंत्रणा तांको हाथ पाद थरिबार लागुची से देखुछंती नकुल सहदेव भीम कहउछंती तुमे कोन देखि करना मोर अवस्था पाद तले रखी होनी भूमि मध्य कंपित होउची ए प्रकृतिर पंचभूत मध्य शब्द करुछंती आतंकित अवस्था शब्द करुछंती तांकर प्रिय प्रभुंकर विरह एवं ये युधिष्ठिर ये रूप देखि भाई मानक मध्य ए कारण तांकर एक प्राण पंच पांडव भितरे एवं भीम नकुल सहदेव एमान मध्य गोड़ थरिबा लगुची पार्टी ठीक कथा कहि पारुनांती शब्द ठीक रे सुबुनी आखि को देखा जाउनी अजाणतरे लुह पर लुह बही बही चलीची एवं ई भातृत्व जे विदुर मध्य कहउथिले विदुरंकर वाक्यालाप जनक वैराग्य नहीं पारला धृतराष्ट्र एवं गांधारी को
ସେପରି ସେ ଯୁଗର ଲୋକମାନଙ୍କର ଜଣଙ୍କର ଭାବ ଅନ୍ୟମାନଙ୍କ ମଧ୍ୟରେ ଭାବ ପ୍ରକାଶ କରିଦେଇପାରେ। ଯୁଧିଷ୍ଠିରଙ୍କର ଯୋଉ ଭାବ ଥିଲା ବର୍ତ୍ତମାନ ନକୁଳ ସହଦେବ ଭୀମ ମଧ୍ୟରେ ମଧ୍ୟ ସେଇ ଭାବ ହେଲା ଏବଂ ସେମାନେ ଦୃଢ ଭାବରେ ଜାଣି ସାରିଲେଣି ହୁଏତ ଯୁଧିଷ୍ଠିର ଯାହା କହୁଛନ୍ତି ତାହା ସତ୍ୟ। ଏଇ ସମୟରେ ସୂର୍ଯ୍ୟ ଅସ୍ତ ହୋଇ ଆସିଛି ଏବଂ ଖବର ଆସୁଛି ଯେ ଅର୍ଜୁନ ଦ୍ୱାରକାରୁ ଫେରି ଆସୁଛନ୍ତି। ଏହା ସହ ଆମେ ଏଇ ଅଧ୍ୟାୟର ସମାପ୍ତ କରୁଛେ। ବର୍ତ୍ତମାନ ଅର୍ଜୁନ ଆସୁଛନ୍ତି, ଭାଇମାନଙ୍କ ଭିତରେ ଗୋଟେ ବଳ ପଶି ଯାଇଛି, ସତେ ଯେମିତି ଗୋଟେ ବାର୍ତ୍ତା ଆସିଛି ଭଗବାନ କଣ ପଠେଇଛନ୍ତି ସନ୍ଦେଶ, ଆମେ ଯୋଉଥିପାଇଁ ଏତେ ଦିନ ଧରି ଅଧୀର ହୋଇଥିଲେ ସେ ମୁହୂର୍ତ୍ତ ଆଜି ଅପସରି ଯାଇଛି। ଅର୍ଜୁନ ଆସୁଛନ୍ତି ତାଙ୍କୁ ଦେଖା ହେବା ପାଇଁ ଯେତେବେଳେ ଗୋଡ ପାଦ ଆଡଉଛନ୍ତି ଅର୍ଜୁନ ଅସହାୟ ଦୁର୍ବଳ ଶ୍ରୀହୀନ ଅର୍ଜୁନ ଦୌଡ଼ି ଆସୁଛନ୍ତି, ଶକ୍ତି ନାହିଁ। ହୁଏତ ସେଇ କେତୋଟି ପାଦ ଚାଲିବା ପାଇଁ ରଥରୁ ଓହ୍ଲାଇବା ପାଇଁ ଯେତିକି ଶକ୍ତି ଥିଲା ତାଙ୍କର ଥିଲା, ତାପରେ ସେ ଶକ୍ତିହୀନ ହେଇକି ଯୁଧିଷ୍ଠିରଙ୍କ ପାଦ ପଦ୍ମରେ ଲୋଟି ପଡିଛନ୍ତି। ଅଶ୍ରୁ ବହି ଚାଲିଛି, ଅଶ୍ରୁ ବନ୍ଦ ହଉନି। ଯୁଧିଷ୍ଠିର ଯେତେ କହୁଛନ୍ତି ଉଠିବା ପାଇଁ, କଣ ବାର୍ତ୍ତା ଦେଇଛନ୍ତି, କଣ ଅସୁବିଧା ହେଇଛି, କିନ୍ତୁ ଲୁହ ଗଡି ଚାଲିଛି। ଏ ଆଖି ଲୁହରେ ଯୁଧିଷ୍ଠିରଙ୍କ ପଦଯୁଗଳ ପଖାଳୁଥିବା ଲକ୍ଷ୍ୟ କରି ଅନ୍ୟ ଭାଇମାନଙ୍କୁ ବୋଧ ହେଲା ସେମାନଙ୍କ ଦେହରେ ମଧ୍ୟ ନାଟିକା ଯେପରି ହଜି ଯାଇଛି। ସେମାନେ ବୁଝିପାରିଲେ, ହୃଦୟଙ୍ଗମ କରିପାରିଲେ ଯେ ଯୁଧିଷ୍ଠିରଙ୍କର ଅନୁମାନ ଯାହା ପୂର୍ବରୁ କହୁଥିଲେ ତାହା ହିଁ ସତ୍ୟ। ଯେତେବେଳେ ଚେଷ୍ଟା କରୁଛନ୍ତି ଯୁଧିଷ୍ଠିର ଅର୍ଜୁନକୁ ଉଠାଇବା ପାଇଁ, ପଚାରୁଛନ୍ତି ପ୍ରତ୍ୟେକଙ୍କ ନାଁ ନେଇ, ଯଦୁବଂଶୀ ମାନେ କେମିତି ଅଛନ୍ତି, ନନ୍ଦ ଯଶୋଦା କେମିତି ଅଛନ୍ତି, ଆମର ମାମୁ ବସୁଦେବ ଦେବକୀ କେମିତି ଅଛନ୍ତି, କିନ୍ତୁ କାହାର କିଛି ଉତ୍ତର ଆସୁନି। ସବୁ ପ୍ରଶ୍ନର ଉତ୍ତର ବ୍ୟର୍ଥ, କେବଳ ଲୁହର ପରିମାଣ ହିଁ ବହି ବହି ଚାଲିଛି। ଏବଂ କେବଳ ଅର୍ଜୁନଙ୍କର କଣ, ବର୍ତ୍ତମାନ ସମସ୍ତଙ୍କର ଭାଇଙ୍କର କୋହ ଏପରି ଅଧିକ ହେଲା ଯେ ବର୍ତ୍ତମାନ ଯୁଧିଷ୍ଠିର ନିଜେ ମଧ୍ୟ ଅନୁଭବ କଲେଣି ପ୍ରକୃତିରେ କଥା ସତ ଏବଂ ଶେଷ ପ୍ରଶ୍ନଟି ପଚାରିଲେ ଯେ ବସୁଦେବ ଆମକୁ କଣ ବାର୍ତ୍ତା ଦେଇଛନ୍ତି, ବସୁଦେବ କିପରି ଅଛନ୍ତି, ଆମକୁ ସେ କି ଖବର ପଠାଇଛନ୍ତି। ଏଇ କଥା ସମ୍ଭାଳିବାର ସାମର୍ଥ୍ୟ ଅର୍ଜୁନଙ୍କର ନଥିଲା। ଯେତେବେଳେ ଅଧିକ ବନ୍ୟା ହୁଏ, ଯେମିତି ବନ୍ଧ ଭାଙ୍ଗିଯାଏ, ସେପରି ଦୁଃଖର ସହ ଅର୍ଜୁନ କହୁଛନ୍ତି ଆଉ ବାସୁଦେବ ନାହାନ୍ତି, ଆମ ଭଳି ହତଭାଗ୍ୟ ସଂସାରରେ କେହି ନାହିଁ, ଆମେ ତାଙ୍କୁ ଦେଖିପାରିଲା ନାହିଁ। ମୁଁ ଦ୍ୱାରକାରେ ଥିଲେ ମଧ୍ୟ ତାଙ୍କର ସ୍ୱଧାମ ଯାତ୍ରା ବି ଦେଖିପାରିଲି ନାହିଁ। ଯଦି ଅବୋଧ ଶିଶୁ ଜିଦ୍ କରେ ଗୋଟେ ପାଇବା ପାଇଁ, କାନ୍ଦି ଉଠେ, ବୁଝେନି କିଏ ଅଛନ୍ତି କିଏ ନାହାନ୍ତି, ଅତି ଜୋର ଉଚ୍ଚ ସ୍ୱରରେ ଏ ବିଳାପକୁ ରଖି ପାରିଲେନି ଏବଂ ଅର୍ଜୁନରେ କଣ୍ଠ ରୁଦ୍ଧ ହଉଛି ଏବଂ କଥା କହି ପାରୁନାହାନ୍ତି ଏବଂ ଜୋର କାନ୍ଦୁଛନ୍ତି। ସେତେବେଳେ ଏ ଅବସ୍ଥାକୁ ଦେଖି ସହଦେବ ଯେତେ ଗୁଡିଏ ଦ୍ୱାର ଥିଲା ଏ ଗୃହର, ଏ ରାଜଦରବାରର, ସବୁ ବନ୍ଦ କରିଦେଉଛନ୍ତି। ବର୍ତ୍ତମାନ କେବଳ ପାଣ୍ଡବ 5 ଭାଇ ଅଛନ୍ତି ଏବଂ ଏଇ ଦୁଃଖଦ ସମ୍ବାଦ ଭଗବାନଙ୍କର ମହାପ୍ରୟାଣ ସ୍ୱଧାମ ଯାତ୍ରାର ଦୁଃଖ ବାଣ୍ଟିବେ କାହା ସହିତ, ଏ 5 ଭାଇଙ୍କର ସନ୍ଧ୍ୟା ସମୟରେ ଅନୁଭବ କରନ୍ତୁ ଅନିଦ୍ରା, ଅଭୁକ୍ତ ଏବଂ କୃଷ୍ଣ ରସ ଭଗବାନ ସହିତ ଯୋଉ ସମୟ କାଟିଥିଲେ ତାକୁ ପ୍ରକ୍ଷାଳନ କରିବା ସମୟ, କେମିତି ଏସବୁ ଅସୁବିଧା ହେଲା, ଆମେ କିଛି କରିପାରିଲେ ନାହିଁ, ଭଗବାନଙ୍କୁ ଧରି ରଖି ପାରିଲେ ନାହିଁ। ଯଦୁବଂଶୀ ମାନଙ୍କର ମଧ୍ୟ ଅସୁବିଧା ହେଇଛି। ଅର୍ଜୁନ କହୁଛନ୍ତି ଦ୍ୱାରକାବାସୀ ତ ଭାଗ୍ୟବାନ କହିଲେ ଚଳେ, ହତଭାଗ୍ୟ କହିଲେ କେବଳ ଆମେ। ବସୁଦେବ ଇହଲୋକ ତ୍ୟାଗ କଲେ, ଏ ବାର୍ତ୍ତା ଶୁଣି ଜୀବିତ ରହିବା ଭଳି ଜୀବ କାହାର ବି ଅଛି, କେବଳ ଆମମାନଙ୍କର ଅଛି। ବହୁ ପୂର୍ବରୁ ଦ୍ୱାରକାବାସୀ ମାନେ ସମୁଦ୍ର ଲୀନ ହୋଇଯାଇଥିଲେ ଏବଂ ଯୁଧିଷ୍ଠିର ପଚାରୁଛନ୍ତି ବସୁଦେବ, ନନ୍ଦ, ଯଶୋଦା ଏମାନେ ବି କେମିତି ରହିପାରୁଥିବେ, ଯେତେବେଳେ ଆମର ଦୁଃଖ ଅନାୟତ ସେତେବେଳେ ସେମାନେ କେମିତି ଥିବେ।
କିଛି ବୁଝିପାରୁ अर्जुन को उठाउछन्ति युधिष्ठिर ये काहेकि सब असुविधा हला समुद्र कौन माड़ी आसिला बा किसी शत्रु आक्रमण हला जदुवंशी मानकर एभଳି निहत केमति हला अर्जुन कहउछन्ति ना ना सेमिति कि आक्रमण करनांती जदु माने निज दुष्ट बुद्धि लोक ही नाश हेले विनाश काले समान विपरीत बुद्धि हला याक मध्य विश्वास करी होनी धर्मराज विश्वास करि पारनांती कारण जदुवंशी मानकर संपर्क एवं कृष्णकर भल पाइबा एति अधिक थिला यदि किछि भी कळ होय कृष्ण जे कथा कहबा आरंभ करंती जदुवंशी माने समस्ते आपे आपे निरवता ही परिलक्षित हुए किंतु एमिति कोन हला जे एते असुविधा हे गला एवं समस्ते नाश हे गले तापरे ई यज्ञ कथा अर्जुन आलोचना करुछन्ति जे 7 दिन धरी प्रवास क्षेत्र गोटे यज्ञ हैला से यज्ञ सुंदर भाव समापन हैला शेष दिन मध्य पूर्णाहुति हैला भगवान कर दिव्य पौरोहित्य रे इस कार्य समापन परे ब्राह्मण माने स्नान सारी भोजन करुथिले भोजन सरिया परे किछि जदुवंशी माने आसी पहुंचले एवं शिवन भोजन करबा समय किछि साधारण कथारो तांकर बाग वितंडा हैला एवं सिमाने कलह सृष्टि कले एपरि कि किमिति हैला ची कथा बुझिहोनी भगवान केवल जानिछन्ती भगवान कर होत या संकल्प जे सिमाने अन्य मानको शत्रु भाबिले शत्रुता एपरि अधिक हैला जे कोनोसी दुर्जन लोक मानक मध्य व्यवहार मध्य एमिति हबनी बा हमर करौ मानक मध्य एभଳି मध्य संदेह नथिला जो संदेह जोगु से माने बाप पुओ को हत्या कला वो बाप को हत्या कला बड़ा भाई साना भाई बड़ा भाई को ससुर ज्वाई को भिणोई छोला को यही रकमर द्वंद्व युद्ध चलला एवं समस्ते आदरा नाश हेले एवं मरि सोई ई भाग दृश्य वर्णना करिबा चिंता करिबा मध्य मुके संभव नहुए केवल जे देखिति हुई विश्वास करिबो धर्मराज मध्य कहउछन्ति तुमि सिना कहउछ तुम सदाळ सत्य कहो बोली तुम कथा को विश्वास करूची प्रकृति एभଳି घटना विश्वास योग्य किंतु ए सबरो पछरे कृष्ण तो चाहते ये सब बंद कर दे पारते आग्रह निग्रह करिवारे वासुदेव तो महासमर्थ से इच्छा करथिले इति विवाद निवारण करि पारथेंते किंबा सेमानक बुझाई विवाद मिटाई पारथांते किंतु कृष्णकर उदासीनतार लक्ष्य किछि बुझी पारु महाराजन को अर्जुन कहउछन्ति एभଳି प्रश्नर उत्तर बा मु कोन देबी आपण तो जानिछन्ति कृष्णकर लीला माधवंकर लीला मधुसूदन तो सब करंती से ही सूत्रधर हम समस्त पंडे भली नाचिबारे एवं जदुवंशर नाश मध्य तांकर संकल्प हिंता तांकर संकल्प बिना कौन सी घटना घटे नाही तांकर संकल्प लंघन करिबा सत्य काहर नाही एकटा अनुभव होइछि से ही निर्देश देवा भूमिका रे निर्दिष्ट समय रे ई प्रकृति रंग अभिनय करिबा छडा जीवन रो अन्य किछ पंथा नाही आमे नाना भाव रे भाबुसिना सब किछि रे मूल कारण होउछि तांकर संकल्प अर्जुन को कथा सुनी धर्मराज कहिले अर्जुन आम कथा और जदुवंश कथा रे मु पार्थक्य देखुछि आमर कौरव मानक मध्य रे हां युद्ध होइतला कुटुंबक भीतर युद्ध होइतला किंतु आमर युद्ध होइतला धन धरणी और धर्मपत्नी जो आमर निम्नतम प्राप्य मध्य कौरव माने देई नथि द्रौपदी को असम्मान कराई जतुक्रो दाह कले आहार विष प्रयोग कले ई सब कारण आम मन उत्तेजन सृष्टि करबा स्वाभाविक थिला किंतु एभଳି कोनोसी कारण सेठी नथिला से जदुवंशी मानकर धर्मपत्नी माने से स्वाधीनारी से पति पति आज्ञा पालन करथिले जनकु ही जनकु अपमान करूनथिले कि उद्देश्य रे तेबे समान भितरे एपरि ध्वंसकर कलह सृष्टि कला मु बुझी करू अर्जुन कहिले बाह्य कारण मान करू भाव राग मूलक अर्थ बाहर करबा गोटे प्रकार अज्ञानता से सब निमित्त मात्र काल आसन्न हेले बाह्य को निमित्त करी लोके कलह करନ୍ତି महाकाल स्वरूप भगवान काल रूप धारण करी बाह्य को किछि गोटे कारण देखाई जीवन नाश करନ୍ତି उत्पत्ति पई जे कारण विलुप्त पई मध्य से कारण आमे जेपरि जन्म हेबा समय काहे जन्म हेबला कारण खोजनु सेपरि मृत्यु समय मध्य कारण खोजिबा व्यर्थ
भगवान जीव द्वारा जीव सृष्टि करथांती पुणे जीव द्वारा जीव ही संहार करथांती जन्म और मृत्यु ए देह रे केवल घटी थाए बोली वासुदेव हमको बहु बार बुझाइछंती आत्मा अविनाशी आत्मार मृत्यु नहीं एपरे पुणी भगवान कर लीला भगवान सूत्रधर एक कथा को विश्वास जन्मेबा पई भगवान कर कृपा करुणा को अनुभव करुछंती एवं भगवान को संकल्प जबु ये सब घटला बोली से अनुभव करुछंती एवं अर्जुन सेठी मध्य उदाहरण दे कहउछंती आमे कोन जानिने सर्प अंडा दे सितिर बाहर थिबा छुआ को निजे भक्षण करे एवं केवल सी मानको खाए जहार मरण काल आसन होइथि जलचर मत्स्य मध्य साना माछ को खाए दिए एवं सी माछ को आउ गोटे बड़ माछ खाए एवं परे मगर माछ मध्य खाए दिए बेंग को साप साप को मयूर खाए बोली बहु साधारण दृष्टांत देखा मिले ये सब पछरे कारण बुझिबार कहार बा साध्य अछि केवल ये सब नंद नंदन गोपाल संकल्प केवल आम तांकर लीला बुझिबा पई जेबे सक्षम नुह वृथा भाळिनी कर लाभ से माया मनुष्य विग्रह धरी लौकिक बंधु हिसाब रे आम संगे बसिछंती मिसिछंती खेलिछंती खाइछंती नाना कौतुक भी करिछंती हमको बहु विपद रो उद्धार करिछंती भगवान कर अवर्तमान रे 2011 मसिया रे स्वामी तो समाधि नेले जो अवस्था रे हम समस्त थिले सी अवस्था को मोर अनुभव हुए अति निकट रे पांडव मान सहित कृष्ण जीवन यापन करते समसामयिक भाव में कृष्णकर विरह रे एमारे अधिक रु अधिक म्रियमाण हो पड़ुछंती कृष्णकर अनुपस्थिति को सहय करि पारुनाहांती जेते असुविधा जटिल समस्या थिले मध्य स्वामी भगवान एवं कृष्ण सरल समाधान जोगाई देउथिले बहुत कृपा करिछंती आम घंट घोड़ाई रखिछंती ए अहंकार नै आमे मातिले सिना तांकर अनुग्रह प्रवाह रे बुड़ पकाई पारले नहीं भगवान जहाँ चाहूले सेमिति आहुरी बंची पारले नहीं आम प्रति तांकर प्रगाढ़ अनुराग आमे बुझी पारले नहीं केवल बाह्यानुकूलता तथा भौतिक वांछा पूरण पाई निमंते प्रार्थना करी तांकर स्वरूप उपलब्धि करबा दिगरे ब्रती हेले नहीं अनेक आमे प्रार्थना करछे स्वामी मोर एटा भरणा कर दियो स्वामी मोर भलो पाठ पढ़ा हो भलो चाकरी हो किछि पारिवारिक दुश्चिंता नहीं समय के पाखे पहुंचले अनेक चिठी बढ़े दिले भगवान पाखु भगवान समस्त संतोष विधान पाई भगवान अनेक कष्ट सही हमको सब किछि देले किंतु भगवान चाहुथिबा परि मनुष्यटी तथापि आमे हबाकू चेष्टा करिवार विफल होइछे एवं साधना को प्रति रखिछे ए महासमाधि समय परे परे एमिति गोटे चिंता भगवान ही देथिबे एवं छि ई संदर्भ रे गोटे गीत पांडव माने केमिति अनुभव करथिले एवं सत्य साईंकर स्वधाम यात्रा परे आमे मध्य से अनुभव करथिले वर्तमान से जो गीत पूर्व रचना करथिली ताकू विधु भाई कंठरे सुनिया भी अनुरोध विधु भाई साईराम साईराम साईनाथ मोरा भारी मने पड़े तुम गुण मोरा भारी मने पड़े तुम गुण प्रेमावतार रे केमिति भेटिबी प्रेमावतार रे केमिति भेटिबी लभिबी की श्री चरण मोरा भारी मने पड़े तुम गुण मोरा भारी मने पड़े तुम गुण सेवा संगठन तुम्हें गढ़िथिला मोहरी संस्कार पाई पद सेवा भूली पद पदवीर लोभरे हेली मुंबाई अभ्यास न करी दिव्य संभाषण अभ्यास न करी
ଦିବ୍ୟ ସମ୍ଭାଷଣ ଦିଏ ମୁଁ ବୋଲି ଭାଷଣ ମୋର ଭାରି ମନେ ପଡେ ତୁମ ଗୁଣ ମୋର ଭାରି ମନେ ପଡେ ତୁମ ଗୁଣ ପ୍ରେମାବତାରରେ କେମିତି ଭେଟିବି ପ୍ରେମାବତାରରେ କେମିତି ଭେଟିବି ଲଭିବି କି ଶ୍ରୀ ଚରଣ ମୋର ଭାରି ମନେ ପଡେ ତୁମ ଗୁଣ ମୋର ଭାରି ମନେ ପଡେ ତୁମ ଗୁଣ ସତ୍ୟ ଶାନ୍ତି ପ୍ରେମ ଧର୍ମ ଅହିଂସା ଜୀବନର ମୂଳ ମନ୍ତ୍ର ନ କରି ପାଳନ କରୁଥାଏ ନୀତି ତୁଆ ପରି ହୋଇ ଯନ୍ତ୍ର ନ କରି ପାଳନ ଘୋଷା କରୁଥାଏ ଶୁଆ ପରି ହୋଇ ଯନ୍ତ୍ର ବହିର୍ମୁଖୀ ଯାତ୍ରା ବେଶୀ ହୋଇଗଲା ବହିର୍ମୁଖୀ ଯାତ୍ରା ବେଶୀ ହୋଇଗଲା ଭୁଲିଲେ ଅନ୍ତଃକରଣ ମୋର ଭାରି ମନେ ପଡେ ତୁମ ଗୁଣ ମୋର ଭାରି ମନେ ପଡେ ତୁମ ଗୁଣ ପ୍ରେମାବତାରରେ କେମିତି ଲଭିବି ପ୍ରେମାବତାରରେ କେମିତି ଭେଟିବି ଲଭିବି କି ଶ୍ରୀ ଚରଣ ମୋର ଭାରି ମନେ ପଡେ ତୁମ ଗୁଣ ମୋର ଭାରି ମନେ ପଡେ ତୁମ ଗୁଣ ସାଇରାମ। এই বহির্মুখୀ ଯାତ୍ରା ଯେ ଆମକୁ ଆନନ୍ଦ ଦେବ ଏ ବୃଥା ଚିନ୍ତାରେ ଭଗବାନଙ୍କୁ ଅନେକ ଥର ପ୍ରାର୍ଥନା କଲେ ଅନ୍ତର୍ଜଗତ ଯାତ୍ରାକୁ ଭୁଲିଗଲେ ପାଣ୍ଡବ ମାନଙ୍କୁ ପଞ୍ଚ ପ୍ରାଣ ଭଳି ଦେଖି ତାଙ୍କର ପ୍ରତି କାର୍ଯ୍ୟରେ ସେ କେତେ କ୍ଷେତ୍ର ହେଉ ପଛେ କୃଷ୍ଣ ଅଣ୍ଟା ପିଠି ବାହାରୁଥିଲେ ତାହା ସିଦ୍ଧ କରି ତାଙ୍କୁ ବଢାଇ ଦେଉଥିଲେ କେତେ ଜନ୍ମ ବିତିଗଲେ ବି ଆମେ ଆଉ ସେପରି ଆପ୍ତ ବନ୍ଧୁ ପାଇବା ନାହିଁ ପୂର୍ଣ୍ଣ ଅବତାର ସତ୍ୟ ସେ କଣ ଫେରିବେ କି କିନ୍ତୁ କଥା ଦେଇଛନ୍ତି ପ୍ରେମ ଅବତାର ଭାବରେ ପୁଣି ଆସିବେ କିନ୍ତୁ ଆମେ ପ୍ରସ୍ତୁତ ହେବା ଦରକାର ଏଇ ବୟସରୁ ଏଇ ମୁହୂର୍ତ୍ତରୁ ପୁଣି ଲାଗି ପଡିବା ଭଗବାନ ପୁଣି ଥରେ ଗ୍ରହଣ କରିବେ ତ ମାତୃ ହୃଦୟର କରୁଣା ଅପେକ୍ଷା ତାଙ୍କର କରୁଣା କେତେ ମହତ୍ତର ମୁଁ ବହୁବାର ଅନୁଭବ କରିଛି ପାଣ୍ଡବ ମାନଙ୍କ ଚିନ୍ତା ସେ ଯେଉଁ ବିଷୟରେ ହେଉନା କାହିଁକି ନିଜ ଚିନ୍ତା ମନେ କରି ତାହା ଦୂର କରିବା ଦିଗରେ ନାନା ଉପାୟ ସେ ନିମିଷକରେ ଉଦ୍ଭାବନ କରୁଥିଲେ ଆଜି ସୁଦ୍ଧା ପାଣ୍ଡବ ମାନେ ଏ ଅବସ୍ଥାରେ ଏ ଲୋକର ଯେ ଅଛନ୍ତି ତାହା ତାଙ୍କ କରୁଣା ବିନା ତାଙ୍କର କରୁଣା ଧାନର ବିଫଳ ଗୋଟିଏ କଥାରେ କହିଲେ ଏ ଶରୀରର ପ୍ରତି ରକ୍ତ ବିନ୍ଦୁ ତାଙ୍କର ଅନୁଗ୍ରହ ବିନ୍ଦୁ ଏ ଶରୀରର ମାଂସପେଶୀ ତାଙ୍କର ସାକାର ପ୍ରେମ ଏ ଶରୀରର ଅସ୍ଥି ମଜ୍ଜା ତାଙ୍କର ସାକାର ଅନୁରାଗ ଏ ମର୍ମ ବୁଝି ନ ପାରି ଅଭିମାନ ଅହଙ୍କାର ମମକାର ଗ୍ରାସରେ ପଡି ମୁଁ କରିଛି ଗର୍ବରେ ଆମେ ଭୁଲି ଯାଉଥିଲେ ତାଙ୍କର ବିହୁନରେ ଆମର ଏ ଶରୀର ଯେ ଗୋଟାଏ ଚମଡ଼ା ଖୋଳ କେବଳ ମୁଁ ଏଥିକାର ବୁଝିପାରୁଛି ସର୍ବରକ୍ଷକ ସର୍ବେଶ୍ୱର ଆମକୁ ଯେ ନଚାଉଛନ୍ତି ଏ ସତ୍ୟ ଭୁଲି ଯାଇ ସବୁ କିଛିର ମୁଁ କର୍ତ୍ତା ଭୋକ୍ତା ମନେ କରୁଥିବା ମୋ ଭଳି ଅଜ୍ଞାନ ବ୍ୟକ୍ତି ଲୋକରେ ଯେ କେତିକି ଅଛନ୍ତି ତାହାର କଳନ ନାହିଁ ବର୍ତ୍ତମାନ ଭଗବାନଙ୍କର ସ୍ୱଧାମ ଯାତ୍ରାରେ ପାଣ୍ଡବମାନେ ଅନ୍ତରଙ୍ଗତାର ସହିତ ଭଗବାନଙ୍କୁ ଯେତିକି ଅନୁଭବ କରୁଥିଲେ ତାଙ୍କର ଅନୁପସ୍ଥିତିରେ ତାଙ୍କର ପ୍ରେମକୁ ଆସ୍ୱାଦନ ଅଧିକରୁ ଅଧିକ କରୁଛନ୍ତି ଏବଂ ତାଙ୍କୁ ଛାଡି ବଞ୍ଚିବାର ରାହା ପାଉନାହାନ୍ତି କିନ୍ତୁ ଆମମାନଙ୍କ ପାଇଁ ପ୍ରଭୁ କହିଛନ୍ତି ଆହୁରି ଆସିବେ ବିଶେଷ କରି ଯୁବ ଭାଇ ଭଉଣୀ ମାନଙ୍କ ପାଇଁ
ସାଧନାର ପ୍ରସ୍ତୁତି ସାଧନା କ୍ଷେତ୍ର ପାଇଁ ଭଗବାନ ଦିବ୍ୟ ସମ୍ଭାସ ଗ୍ରୀଷ୍ମକାଳୀନ ଶିକ୍ଷା ଶିବିରରେ ତାଙ୍କର ହିତୋପଦେଶ ଯାହାକି ଯୁବ ସମାଜ ପାଇଁ ମାଇ ଡିୟର ଷ୍ଟୁଡେଣ୍ଟସ୍ ପ୍ରେମ ଧାରାର ଗୋଟିଏ ଗୋଟିଏ ଚିଠିର ମର୍ମ ଆମ ହୃଦୟରେ ହୃଦୟଙ୍ଗମ କରିବା ଏ ବାହିନୀର ସ୍ୱରଚିତ ଲେଖା ଗୁଡ଼ିକ ଭିତରେ ପ୍ରେମର ପରିପୁଷ୍ଟନ କରିବା ପାଇଁ ଭଗବାନ ଯେ ଆମ ପ୍ରତି କେତେ ସହସ୍ର ମାତାର ପ୍ରେମ ନେଇ ଆସିଛନ୍ତି ଆମେ ପୁଣି ଅର୍ଘ୍ୟ ଦେବା ପାଇଁ ଭଗବାନଙ୍କୁ ଆମ ଜୀବନ ଅର୍ପଣ କରିବା ପାଇଁ ମୁଁ ବିଦୁ ଭାଇ କହୁଛି। ଆଉ ଦୁଇ ପଦ ଶେଷ ପଦ ଗାଇବି ସାଇରାମ। ବିଦୁ ଭାଇ ସାଇରାମ। ସାଇରାମ ସାଇରାମ ହଁ ସାଇରାମ ଦୁଇ ପଦ ଆଜ୍ଞା ସାଇରାମ ଭଏସ ଯାଉଛି ନା? ହଁ ଭଏସ ସାଇରାମ ଆସୁଛି ସାଇରାମ ସାଇରାମ ଭଏସ ଆସୁଛି ସାଇରାମ ସାଇରାମ ଆସୁଛି। ହୃଦୟରେ ଦୟା ପ୍ରାଣରେ କରୁଣା ଭରି ଦିଅ ସାଇନାଥ ନ ହୋଇ ପାରିଲେ ତୁମରି ସେବକ ତୁମ ବିନା ନାଥ ଭେଟି ନ ପାରିଲେ ତୁମକୁ ମୁଁ ଥରେ ଭେଟି ନ ପାରିଲେ ତୁମକୁ ମୁଁ ଥରେ କାହାର ନେବି ଶରଣ ମୋର ଭାରି ମନେ ପଡ଼େ ତୁମ ଗୁଣ ମୋର ଭାରି ମନେ ପଡ଼େ ତୁମ ଗୁଣ ପ୍ରେମାବତାରରେ କେମିତି ଭେଟିବି ପ୍ରେମାବତାରରେ କେମିତି ଭେଟିବି ଲଭିବି କି ଶ୍ରୀ ଚରଣ ମୋର ଭାରି ମନେ ପଡ଼େ ତୁମ ଗୁଣ ପ୍ରଭୁ ଭାରି ମନେ ପଡ଼େ ତୁମ ଗୁଣ ଆଧ୍ୟାତ୍ମିକ କ୍ଷେତ୍ର ଭାରତ ଭୂମିରେ ଭୂମିଷ୍ଠ ସାଇ ସନ୍ତାନ ଚିନ୍ତା କଥା କର୍ମ ସଂଗଠିତ ହେଉ ମୋହରି ମୋର ମନ ଚୈତନ୍ୟ ଯୋଗ ଦେବା ପରେ ଯୋଗ୍ୟ ହେବା ପାଇଁ ଯୋଗ ଦେବା ପରେ ଯୋଗ୍ୟ ହେବା ପାଇଁ ଦିଅ ସଦା ସଦଗୁଣ ମୋର ଭାରି ମନେ ପଡ଼େ ତୁମ ଗୁଣ ମୋର ଭାରି ମନେ ପଡ଼େ ତୁମ ଗୁଣ ପ୍ରେମାବତାରରେ କେମିତି ଭେଟିବି ପ୍ରେମାବତାରରେ କେମିତି ଭେଟିବି ଲଭିବି କି ଶ୍ରୀ ଚରଣ ମୋର ଭାରି ମନେ ପଡ଼େ ତୁମ ଗୁଣ ମୋର ଭାରି ମନେ ପଡ଼େ ତୁମ ଗୁଣ ପ୍ରଭୁ ସୁଝି ନ ପାରିବି ତୁମ ଋଣ। ସାଇରାମ ବିଦୁ ଭାଇଙ୍କୁ ଅନେକ ଅନେକ ଧନ୍ୟବାଦ। ତାଙ୍କ କଣ୍ଠରେ ଭଗବାନ ପ୍ରତି ଏ ପ୍ରାର୍ଥନା ଆହୁରି ଆମ ପ୍ରାଣରେ ଉଷ୍ମତା ଦଉ ସାଧନାର ସାଧନ ସାଜୁ। এই କଥା ଯେତେବେଳେ ଯୁଧିଷ୍ଠିର କୃଷ୍ଣଙ୍କର ଅନୁଗ୍ରହ ଅନୁକମ୍ପା କଥା ସ୍ମରଣ କରୁଛନ୍ତି ଏକ ପ୍ରକାର ଭାବ ବିହ୍ୱଳ ଅବସ୍ଥାରେ ଥିଲେ ଯୋଉ ଅବସ୍ଥାରେ ଆମେ ସମସ୍ତେ ବର୍ତ୍ତମାନ ଅଛେ କିନ୍ତୁ ସେ ସମୟରେ ହଠାତ୍ ଅର୍ଜୁନ କହୁଛନ୍ତି ଦ୍ୱାରକାର ଫେରିବା ବାଟରେ ମୋର ଯାହା ଅନୁଭୂତି ହୋଇଛି ତାହା ଏହାର ପ୍ରତ୍ୟକ୍ଷ ପ୍ରମାଣ ଯେ ସେ କେବଳ ତାଙ୍କ ଦ୍ୱାରା ହିଁ ୱିଥ୍ ଭଗବାନ ୱେ ହିରୋ ୱିଦାଉଟ୍ ଭଗବାନ ୱେ ଜିରୋ ଭଗବାନଙ୍କ ସହିତ ଯେତେବେଳେ ମୁଁ ଥିଲି ମୋର ସବୁ ପୁରୁଷାର୍ଥ ଥିଲା ମୋର ସମସ୍ତ ପୁରୁଷାର୍ଥ ଶ୍ରୀକୃଷ୍ଣଙ୍କ ସଙ୍ଗେ ଚାଲି ଯାଇଛି ମୁଁ ବର୍ତ୍ତମାନ ବଳହୀନ ଅବଳା ଅପେକ୍ଷା ମୁଁ ଆହୁରି ହୀନ ବେଳ
ନିର୍ଜୀବ ହତଭାଗ୍ୟ। ବର୍ତ୍ତମାନ ଯେତେବେଳେ ଦ୍ୱାପର ଯୁଗରୁ କଳି ପ୍ରବେଶ ହଉଛି, ଅର୍ଜୁନଙ୍କ ପାଖରେ ସନ୍ଦେଶ ଥିଲା, କିନ୍ତୁ ଭଗବାନ ପ୍ରଭୁ ସତ୍ୟସାଇ କରୁଣାର ପ୍ରଭୁ ପରମ ପ୍ରେମ ପରିପ୍ରକାଶ ପୂର୍ଣ୍ଣ ପରମ ବ୍ରହ୍ମ ବର୍ତ୍ତମାନ ମଧ୍ୟ ସାଧକ ମାନଙ୍କ ଭିତରେ, ଭକ୍ତ ମାନଙ୍କ ଭିତରେ କହୁଛନ୍ତି, I am in you, behind you, above you, within you, around you। এই କଥାକୁ ବର୍ତ୍ତମାନ ମଧ୍ୟ ଆମେ ଅନୁଭବ କରୁଛେ। ତ ଭଗବାନଙ୍କ ଅବର୍ତ୍ତମାନରେ ଭଗବାନ କୁଆଡେ ଯାଇନାହାନ୍ତି, ସେ ତ ହୃଦୟବାସୀ, ସେ ତ ଅନ୍ତର୍ଯାମୀ, ପ୍ରତ୍ୟେକ ଭିତରେ ଅଛନ୍ତି, ବାହାରେ ଅଛନ୍ତି। ବେଲୁନ ଭିତରେ ଯେମିତି ପବନ, ବେଲୁନ ବାହାରେ ଯେମିତି ପବନ। ପ୍ରଭୁ ସତ୍ୟ ସାଇ କହିଛନ୍ତି, ଏ ସତ୍ୟ ଯୁଗ ସୁବର୍ଣ୍ଣ ଯୁଗ ଆସିଗଲାଣି, ଆସି ଯାଉଛି। ଯେମିତି ହଠାତ୍ ଆମେ ଗ୍ରୀଷ୍ମ ଦିନ ପରେ ବର୍ଷା ଦିନ ଆସେ, ବର୍ଷା ଦିନ ପରେ ଶୀତ ଦିନ ଆସେ, କୌଣସି ଗୋଟେ ନିର୍ଦ୍ଦିଷ୍ଟ ଦିନ ନାହିଁ ଯେ ବା ସମାଚାର ଆସିବନି ଆସନ୍ତା କାଲି ଠାରୁ ବର୍ଷା ଦିନ ଆରମ୍ଭ ହବ ବା ଆସନ୍ତା କାଲି ଠାରୁ ଶୀତ ଦିନ ଆରମ୍ଭ ହବ। ଧୀରେ ଧୀରେ ଗ୍ରୀଷ୍ମ ପ୍ରବାହ କମି କମି ଆସେ ଏବଂ ବର୍ଷା ଗୋଟେ ଦିନ ହୁଏ, 2 ଦିନ ଛାଡି ପୁଣି ଆଉ ଦିନେ ହୁଏ, ଏମିତି ଧୀରେ ଧୀରେ 8-10 ଦିନ ପରେ ଆମେ ଅନୁଭବ କରିବା ବର୍ତ୍ତମାନ ଆଉ ଗ୍ରୀଷ୍ମ ଦିନ ନୁହେଁ, ବର୍ତ୍ତମାନ ବର୍ଷା ଦିନ। ସେମିତି ବର୍ଷା ସରିବା ପରେ ଶୀତ ଦିନ ଆସେ, ହଠାତ୍ ଗୋଟେ ନିର୍ଦ୍ଦିଷ୍ଟ ଦିନରୁ ବର୍ଷା ଦିନ ଆସେ ନାହିଁ। ଯେତେବେଳେ ଅନେକ ଶୁଭ ସୂଚନା ମଧ୍ୟ ଥିଲା ଯୁଧିଷ୍ଠିରଙ୍କ ପାଖରେ, କିଛି ଗୁଡିଏ ନମୁନା ଅଶୁଭ ସଂକେତ ଦେଖି ସେ କଳି ପ୍ରବେଶ ହଉଛି ବୋଲି ଅନୁଭବ କରୁଥିଲେ। ବର୍ତ୍ତମାନ ମଧ୍ୟ ଅନେକ ଅଶୁଭ ସଂକେତ ଥିଲେ ମଧ୍ୟ ଅନେକ ଶୁଭ ସୂଚନା, ଆମେ ଯାହା ଆଲୋଚନା କଲେ ଶୁଭ ସୂଚନା ଅଛି। ବର୍ତ୍ତମାନ ଭଗବାନଙ୍କର ସମସ୍ତ ଶକ୍ତି ପ୍ରେମ ସମସ୍ତ ଭକ୍ତମାନଙ୍କ ଭିତରେ ପ୍ରସାରିତ ହଉଛି। ଭଗବାନ କହିନଥିଲେ, ମାଇ ଏକ୍ସପାନ୍ସନ ଇଜ ମାଇ ଲାଇଫ, ଲଭ ଇଜ ମାଇ ଫର୍ମ। ପ୍ରେମ ହିଁ ପ୍ରକୃତ ଭଗବାନଙ୍କର ସ୍ୱରୂପ ଏବଂ ପ୍ରେମ ସାହି ହିସାବରେ ଆସିବେ, ପ୍ରେମର ସମ୍ପ୍ରସାରଣ ହେବ ଆମ ଭିତରେ। ପ୍ରେମର ସମ୍ପ୍ରସାରଣ ହେଲେ ତାହା ହିଁ ପ୍ରକୃତ ଜୀବନ ଏବଂ କଳିଯୁଗରୁ ତାହା ହିଁ ହେବ ସତ୍ୟ ଯୁଗ। ଏହି କଥା ଆଲୋଚନା ସମୟରେ ଅର୍ଜୁନ ଆଣିଥିବା ଚିଠି, ଯାହାକି କୃଷ୍ଣଙ୍କର ସାରଥୀ ଦ୍ୱାରକା ତାଙ୍କୁ ଦେଇଥିଲେ, ସେ ଚିଠି କହୁଛନ୍ତି, ମହାରାଜ ଏ ଚିଠିଟିକୁ ନିଅନ୍ତୁ, ଏତିକି ସମ୍ବଳ। ଏ ବାର୍ତ୍ତା ନେଇ ଯେତେବେଳେ ମୁଁ ଆସୁଥିଲି, ମୋ ପ୍ରାଣ ବିସର୍ଜନ ନକରି ଭଗବାନଙ୍କର ଆଦେଶ ମାନେ କେବଳ ମୁଁ ରହିଲି ସିନା, କିନ୍ତୁ ମୋର ତିଳେ ମାତ୍ର ଇଚ୍ଛା ନଥିଲା ଏଇ ପ୍ରାଣ ନେଇ ପୁଣି ଇନ୍ଦ୍ରପ୍ରସ୍ଥକୁ ଫେରିବି ବୋଲି। ଧର୍ମରାଜ ଆଖିରେ ଚକ୍ଷୁରେ ଆନନ୍ଦାଶ୍ରୁ ସହିତ ଚିଠି ପାଇବାର ଆନନ୍ଦାଶ୍ରୁ ଏବଂ ଭଗବାନଙ୍କର ସୁଧାମ ଯାତ୍ରାର ଯୋଉ ବିରହ ଅଶ୍ରୁ ମିଶିକରି ପୂର୍ଣ୍ଣ ଅଶ୍ରୁଭରା ନେତ୍ରରେ ଚିଠିକୁ ଖୋଲୁଛନ୍ତି, ପଢି ପାରୁନାହାନ୍ତି। ସମୟ ଅତିବାହିତ ହେଇଯାଉଛି ଏବଂ ବହୁତ କଷ୍ଟରେ ସେ ଧୀରେ ଧୀରେ ଧୀର କଣ୍ଠରେ କହୁଛନ୍ତି ସେ ଚିଠି, ଭଗବାନ ଲେଖିଥିବା ଚିଠି। ମୋର ପ୍ରିୟ ଅର୍ଜୁନ, ଏହା ମୋର ଆଜ୍ଞା, କୌଣସି ଯୁକ୍ତି ନକରି ଶିରୋଧାର୍ଯ୍ୟ କରିବ, ଧୈର୍ଯ୍ୟ ସହକାରେ ମୁଁ ଲେଖିବା ପ୍ରକାରେ ସବୁ କାର୍ଯ୍ୟ କରିବ। ଏଇଗୁଡ଼ିକୁ ଏ ପର୍ଯ୍ୟନ୍ତ ଭଗବାନ ଯାହା ଲେଖିଛନ୍ତି, ଏଗୁଡ଼ିକୁ ବଡ ବଡ ଅକ୍ଷରରେ ଲେଖିଥିଲେ କୃଷ୍ଣ ଅର୍ଜୁନଙ୍କ ପାଇଁ, ଏକୁ ନିର୍ଦ୍ଦେଶ ଭାବରେ ନିଶ୍ଚିତ ମାନିବ। ଏବଂ ତାପରେ ବାର୍ତ୍ତା ଥିଲା ଏହା, ମୁଁ ଯେଉଁ ଉଦ୍ଦେଶ୍ୟରେ ଆସିଥିଲି ସେ କାର୍ଯ୍ୟ ଶେଷ ହୋଇଛି। ଏ ଲୋକରେ ମୁଁ ଆଉ କାୟା ଧରି ରହୁନାହିଁ, ସୁଧାମକୁ ଚାଲି ଯାଉଛି। ଆଜିଠାରୁ 7ମ ଦିନରେ ଦ୍ୱାରକା ନଗରୀ ସମୁଦ୍ରରେ ବୁଡିଯିବ। ମୋର ବାସଭବନ ଛଡ଼ା ଅବଶିଷ୍ଟ ନଗରୀକୁ ସମୁଦ୍ର ଗ୍ରାସ କରିବା ଆରମ୍ଭ କଲାଣି। ଅତଏବ ରାଣୀମାନଙ୍କୁ, ଅନ୍ୟାନ୍ୟ ପୁରନାରୀ, ବାଳୁତ ବଶିଷ୍ଠମାନଙ୍କୁ ଏବଂ ଭୃତ୍ୟ ପରିଚୟ ମାନଙ୍କୁ ସାଙ୍ଗରେ ନେଇ ତୁମେ ଇନ୍ଦ୍ରପ୍ରସ୍ଥ ଫେରିଯିବ। ଯଦୁବଂଶର ସମସ୍ତ ସ୍ତ୍ରୀ ଓ ପିଲାମାନଙ୍କ ଭାର ମୁଁ ତୁମ ଉପରେ ଅର୍ପଣ କରିଦେଉଛି। ସେମାନଙ୍କୁ ନିଜ ପ୍ରାଣ ଭଳି ରକ୍ଷା କରି ଇନ୍ଦ୍ରପ୍ରସ୍ଥରେ ସେମାନଙ୍କର ଉପଯୁକ୍ତ ଥଇଥାନ ବ୍ୟବସ୍ଥା କରିବ। ଇତି ସୁଧାମ ଯାତ୍ରୀ କୃଷ୍ଣ। ସେ ବାର୍ତ୍ତା ସହିତ ଏ ଅଧ୍ୟାୟ ସରିଛି। ସତ୍ୟସାଇ ମଧ୍ୟ ପ୍ରିୟ ଭଗବାନ, এই ସଂଗଠନ ଆର ପରବର୍ତ୍ତୀ ସମୟ କଣ ହବ, କିଏ ଆକୁ ଆଗକୁ ନବ, ଭଗବାନ ପ୍ରଶ୍ନ ପଚରା ଯାଇଛି। ଭଗବାନ ତାର ଉତ୍ତର କହୁଛନ୍ତି, ମାଇ ଡିଭୋଟିଜ୍, not only the trust members, not only the office bearers, my devotees will lead the organization। ଏବଂ ଭଗବାନ କହିଥିଲେ ଏଇ 7 ଦିନ ପରେ ଦ୍ୱାରକା ସେଇ ସମୟର କଥା ଥିଲା, କିନ୍ତୁ ବର୍ତ୍ତମାନ ଭଗବାନ କହୁଛନ୍ତି ପୁଣି ଥରେ ସେ ପ୍ରେମ ଅବତାର ଭାବରେ ଆସିବେ ଏବଂ ସାଧନା ଏତେ ବାହିନୀ, ଏତେ ଦିବ୍ୟ ସମ୍ଭାଷଣ ସମରପୁର ଯାହା ଦେଇଛନ୍ତି, ସେ ସବୁ ସାଧନାର କ୍ଷେତ୍ର ପ୍ରସ୍ତୁତି ପାଇଁ ଆମ ସମସ୍ତଙ୍କୁ ସାଧନା କ୍ଷେତ୍ରରେ ଆଗକୁ ନେବା ପାଇଁ, এই ଆଧ୍ୟାତ୍ମିକ ଯାତ୍ରାରେ ସହାୟକ ହେବା ପାଇଁ ଭଗବାନ ଆସିଥିଲେ ସନ୍ଦେଶ ଦେବା ପାଇଁ ଏବଂ ସୁବର୍ଣ୍ଣ ଯୁଗ ପ୍ରତିଷ୍ଠା କରିବା ପାଇଁ। ଅବତାର ଯେତେବେଳେ ଆସିବେ ସେତେବେଳେ ଆମ ସମସ୍ତଙ୍କୁ ନେଇକରି ଏବଂ এই ସାଧନାର ଲକ୍ଷ୍ୟ ଯେ ଆରମ୍ଭ ହିଁ ପ୍ରେମ, ପଥ ହିଁ ପ୍ରେମ ଏବଂ ଲକ୍ଷ୍ୟ ହିଁ ପ୍ରେମ, ସେଥିରେ ଆମେ ପହଞ୍ଚିବା। ଭଗବାନଙ୍କୁ ଆଶୀର୍ବାଦ ଭିକ୍ଷା କରି ମଉସା ମାଉସୀ ମାନଙ୍କର
आशीर्वाद भिक्षा करी भगवान का कृपा भिक्षा करूची हम समस्त को भगवान का साधन निमित्त मात्र करी एबल इंस्ट्रूमेंट्स आमे केवल हो भगवान तांकर डिवाइन मिशन रे हम समस्त को व्यवहार करंतु एवं स्वामी जहाँ चाहूँगी ताहा ही आम जीवन में परिवर्तन हो जहाँ चाहूले केवल आमर संस्कार परिमार्जित हो गोटे भल मनीष हो भगवान भल पाउथिबा मनीषटी हवा यह ही आमर भगवान के निकट प्रार्थना। जय साईराम। ओम श्री साईराम। आज जो आलोच्य विषय वस्तु थिला भगवान ही सूत्रधर एवं ईश्वर विरह जीवन निष्पृह। ये दुईटी विषय वस्तु पर भाई जहाँ आलोचना कले सत जमी भाई आलोचना जी जीवंत थिला सत जमी मन पड़ जाऊला से 28 तारीख 2011 मसीहा 28 मार्च 28 तारीख जो दिन प्रभु सुपर स्पेशलिटी हॉस्पिटल एडमिट होते प्रत्येक भक्त माने सब पचारू था प्रभुंकर कौन है प्रभुंकर कौन है समस्ते अहर पचारि चलते प्रभु कुआड़े गले प्रभुंकर कौन है पांडव माने पचार कृष्णकर कौन है कृष्णकर कौन है अर्जुन को बारंबार पचार जीवंत एवं 2011 मसीह एप्रिल 24 तारिख प्रभु आम महाप्राणायाम गले स्वधर्म को गमन कले और से भाई जहाँ सूचना देले जे भगवान के कार्य को असमाहित कार्य को डिवोटी माने आग को नेबे। ये आलोचना अत्यंत जीवंत थिला जहाँ विदु भाई भाई रचना गाइले प्रेमवतावर केमिति भेटिबी लभिक श्रीचरण आज भी प्रत्येक डिवोटी प्रत्येक भक्त भगवान को से भाव में श्रीचरण को झुरुछंती गुण को मन पकाउछंती। आज आलोचना अत्यंत हृदय स्पर्शी थिला जो भगवान सहित संबंधित जीवन आम समस्त सुखलित को सुरक्षित कर रखी थाए विरह निश्चित भाव में आम गभीर जंत्रणादाय तथापि आम आज आम जीवा आम रहिबा और भगवान प्रत्येक कार्य को भाव में संपादित करवा। राज्य संगठन तरफ ओडिशार पुरफुलर शताधिक श्रोता मान हृदय अनेक कृतज्ञता आज भाई को एत सुंदर कार्यक्रम एक सुंदर भाव आज विषय को उपस्थापन कले आपन को भगवान ये भाव आशीर्वाद प्रदान करंतु। आसंता काली कार्यक्रम विषय सम्यक सूचना आसंता काली रही विषय 9 अध्याय 9 एवं अध्याय 10 जहाँ रही हृदय बिना अंग निर्जीव एवं महाप्रस्थान ये दुईटी विषय को आलोचना करेंगे। आम पाखे रे काली श्रीयुक्त शिव प्रसाद महांती पंचम संध्यार आम समस्त अपेक्षा करवा। आज कार्यक्रम जो महानुभाव माने आम सहित जोड़ी रही से हृदय कृतज्ञता ब्रह्मानंद होता मौसा प्रथम दिन आम सहित जोड़ी रही अशोकता भाई नयनतर छोटराई मौसी प्रेमदा मौसी गुरुजन प्रधान सार लिंगराज रथ मौसा एवं आज विशेष कृतज्ञता आम दबा आमर साई संपन्नी भाई विदु भाई की सुंदर भाव में भजन गाई आम समस्त मन को आज मोहि नेले भाई को कृतज्ञता। पुनश्च पंचम संध्या को अपेक्षा रहा आज कार्यक्रम ये सारिबा। जय श्री राम। समस्तलोकाः सुखिनो भवन्तु समस्तलोकाः सुखिनो भवन्तु समस्तलोकाः सुखिनो भवन्तु। ॐ शान्ति शान्ति शान्तिः।